ସବୁକିଛି ପନିପରିବା ଆମେ ଲଗେଇବା ପୂର୍ବରୁ କିଛି ଆମେ ତାର କେୟାରିଂ ବିଷୟରେ ଜାଣିଥାନ୍ତି। କିନ୍ତୁ ମୂଳା ଗୋଟେ ଏମିତି ଗଛ ଯାହାର କେୟାରିଂ ବିଷୟରେ ଡିଟେଲ୍ସ ଯଦି ନ ଜାଣିଛନ୍ତି ନା, ତାହେଲେ ବି ଆପଣ ସୁରୁଖୁରୁରେ ୟାକୁ ଲଗେଇ ପାରିବେ। ତ ଏଇଟା ମଞ୍ଜିରୁ ବି ବହୁତ ହି ଆସାନରେ ଗ୍ରୋ କରିଥାଏ। ଆଉ ତା ସହିତ ଇଏ ବହୁତ ହି କମ୍ ଦିନରେ ଇଏ ପ୍ଲାଣ୍ଟ ହଉଛି ଆମର ଗ୍ରୋ ହେଇକିରି ଆମର ହାର୍ଭେଷ୍ଟ ପାଇଁ ରେଡି କରିଥାଏ। ଯେମିତି ଗଛର କୌଣସି କେୟାରିଂ ସେମିତି ଏକ୍ସଟ୍ରା ନବାକୁ ପଡ଼ିନଥାଏ, କୌଣସି ଖତ ବଗେରା କି କୌଣସି କମ୍ପୋଷ୍ଟ। ସବୁକିଛି ପନିପରିବା ଆମେ ଲଗେଇବା ପୂର୍ବରୁ କିଛି ଆମେ ତାର କେୟାରିଂ ବିଷୟରେ ଜାଣିଥାନ୍ତି। କିନ୍ତୁ ମୂଳା ଗୋଟେ ଏମିତି ଗଛ ଯାହାର କେୟାରିଂ ବିଷୟରେ ଡିଟେଲ୍ସ ଯଦି ନ ଜାଣିଛନ୍ତି ନା, ତାହେଲେ ବି ଆପଣ ସୁରୁଖୁରୁରେ ୟାକୁ ଲଗେଇ ପାରିବେ। ତ ଏଇଟା ମଞ୍ଜିରୁ ବି ବହୁତ ହି ଆସାନରେ ଗ୍ରୋ କରିଥାଏ। ଆଉ ତା ସହିତ ଇଏ ବହୁତ ହି କମ୍ ଦିନରେ ଇଏ ପ୍ଲାଣ୍ଟ ହଉଛି ଆମର ଗ୍ରୋ ହେଇକିରି ଆମର ହାର୍ଭେଷ୍ଟ ପାଇଁ ରେଡି କରିଥାଏ। ଯେମିତି ଗଛର କୌଣସି କେୟାରିଂ ସେମିତି ଏକ୍ସଟ୍ରା ନବାକୁ ପଡ଼ିନଥାଏ, କୌଣସି ଖତ ବଗେରା କି କୌଣସି କମ୍ପୋଷ୍ଟ। ତ ଏସବୁ ଆମକୁ ଦବାକୁ ଏକ୍ସଟ୍ରା ପଡ଼ିନଥାଏ। ନର୍ମାଲି ଗାର୍ଡେନ ସଏଲରେ ବି ମଧ୍ୟ ଇଏ ଆରାମସେ ଗ୍ରୋ କରେ। ତ ଏଥିରେ କିନ୍ତୁ ହଉଛି ମୁଁ କୌଣସି ଖତ ନ ଦେଇକି ବି ଦେଖନ୍ତୁ କେତେ ଜଲ୍ଦି ଗ୍ରୋ କଲା। ଆଉ ଏଇଟା ମୋତେ ବୋଧହୁଏ 3 ସପ୍ତାହ ଭଳି ଲାଗିଛି ଏ ଗଛକୁ ଗ୍ରୋ ହବା ପାଇଁ। ବେଶୀ ସମୟ ନେଇନାହିଁ। ତ ବହୁତ ଡେରିରେ ଏଇ ଗଛକୁ ଲଗେଇଥିଲି। ଆଉ ଏଥିରେ ବି ମଧ୍ୟ ମୁଁ ଆଉ ଗୋଟେ କଥା କହିଦଉଛି, ଯେମିତି ପ୍ରଥମେ ମୁଁ ଆପଣଙ୍କୁ କହିଲି, ମୂଳା ଗଛର କେୟାରିଂ ନ ଜାଣିଥିଲେ ବି ଆପଣ ଇଜିଲି ଗ୍ରୋ କରିପାରିବେ। ତ ଏସବୁ ଆମକୁ ଦବାକୁ ଏକ୍ସଟ୍ରା ପଡ଼ିନଥାଏ। ନର୍ମାଲି ଗାର୍ଡେନ ସଏଲରେ ବି ମଧ୍ୟ ଇଏ ଆରାମସେ ଗ୍ରୋ କରେ। ତ ଏଥିରେ କିନ୍ତୁ ହଉଛି ମୁଁ କୌଣସି ଖତ ନ ଦେଇକି ବି ଦେଖନ୍ତୁ କେତେ ଜଲ୍ଦି ଗ୍ରୋ କଲା। ଆଉ ଏଇଟା ମୋତେ ବୋଧହୁଏ 3 ସପ୍ତାହ ଭଳି ଲାଗିଛି ଏ ଗଛକୁ ଗ୍ରୋ ହବା ପାଇଁ। ବେଶୀ ସମୟ ନେଇନାହିଁ। ତ ବହୁତ ଡେରିରେ ଏଇ ଗଛକୁ ଲଗେଇଥିଲି। ଆଉ ଏଥିରେ ବି ମଧ୍ୟ ମୁଁ ଆଉ ଗୋଟେ କଥା କହିଦଉଛି, ଯେମିତି ପ୍ରଥମେ ମୁଁ ଆପଣଙ୍କୁ କହିଲି, ମୂଳା ଗଛର କେୟାରିଂ ନ ଜାଣିଥିଲେ ବି ଆପଣ ଇଜିଲି ଗ୍ରୋ କରିପାରିବେ। ଠିକ୍ ସେମିତି ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମୂଳା ଗଛର ମୁଁ ଡିଟେଲ୍ସ କିଛି ବି ଜାଣିନି, କି କୌଣସି ବର୍ଷ ବି ମୁଁ ମୂଳା ଲଗାଏନି ମୋର ବଗିଚାରେ। ତ ଏଇଥର ମୋର ପ୍ରଥମ ଲଗେଇଛି। ସିଏ ପୁଣି ଡିଟେଲ୍ସ ନ ଜାଣିକି ମୁଁ ଲଗେଇଛି। ଯେହେତୁ ଏଥରକ ବହୁତ ହି ବଢ଼ିଆ ମୂଳା ହେଲା, ତ ସେଥିପାଇଁ ମନଟା ବି ବହୁତ ଖୁସି। ଗାଜର ଏପର୍ଯ୍ୟନ୍ତ ଯାଏ ମୁଁ ଚେକ୍ କରୁଥିଲି ହେଇନାହିଁ, କିନ୍ତୁ ଗାଜର ଗଛ ଯେତେବେଳେ 3 ଇଞ୍ଚର ଥିଲା ସେତେବେଳେ ମୁଁ ମୂଳା ମଞ୍ଜି ପକେଇଥିଲି। ବହୁତ ଡେରିରେ ପକେଇଥିଲି। ଠିକ୍ ସେମିତି ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମୂଳା ଗଛର ମୁଁ ଡିଟେଲ୍ସ କିଛି ବି ଜାଣିନି, କି କୌଣସି ବର୍ଷ ବି ମୁଁ ମୂଳା ଲଗାଏନି ମୋର ବଗିଚାରେ। ତ ଏଇଥର ମୋର ପ୍ରଥମ ଲଗେଇଛି। ସିଏ ପୁଣି ଡିଟେଲ୍ସ ନ ଜାଣିକି ମୁଁ ଲଗେଇଛି। ଯେହେତୁ ଏଥରକ ବହୁତ ହି ବଢ଼ିଆ ମୂଳା ହେଲା, ତ ସେଥିପାଇଁ ମନଟା ବି ବହୁତ ଖୁସି। ଗାଜର ଏପର୍ଯ୍ୟନ୍ତ ଯାଏ ମୁଁ ଚେକ୍ କରୁଥିଲି ହେଇନାହିଁ, କିନ୍ତୁ ଗାଜର ଗଛ ଯେତେବେଳେ 3 ଇଞ୍ଚର ଥିଲା ସେତେବେଳେ ମୁଁ ମୂଳା ମଞ୍ଜି ପକେଇଥିଲି। ବହୁତ ଡେରିରେ ପକେଇଥିଲି। ଆଉ ସିଏ ଏତେ ଜଲ୍ଦି ଗ୍ରୋ କରିବ, ଏତେ ଜଲ୍ଦି ହାର୍ଭେଷ୍ଟ ପାଇଁ ରେଡି ହବ, ମୋର ବି ବିଶ୍ୱାସ ନଥିଲା। ଦେଖନ୍ତୁ ଏପର୍ଯ୍ୟନ୍ତ ଯାଏ ଗାଜର ବି ହେଇନାହିଁ ହାର୍ଭେଷ୍ଟ ପାଇଁ ରେଡି, କିନ୍ତୁ ମୂଳା ହେଇସାରିଲାଣି। ଆଉ ମୂଳାର ଗୋଟେ ଲାଇନର ମାନେ ତାର ସ୍ପେସ୍ ଟିକେ ଅଧିକା ଦରକାର, ଯେମିତି ତାକୁ ସଏଲ ଟିକେ ଅଧିକା ଦରକାର। ସେଥିପାଇଁ ମୁଁ ଗୋଟେ ଥର୍ମୋକୋଲ ଲମ୍ବା